congratulations, my all well-wisher, friend circle, and followers of my channel. God bless you. I hope all were okay there, and several times and many times I request to all my friends, my well-wisher and my friends, please follow and please watch and comment to my channel, but there is no result. Those who are unlucky, those who have bad luck, there is no result. So every time, every moment, I post my videos to the channel, under the channel, but few likes, few comments. What is the reason behind it? I cannot know what the reason behind it. But I request to all my friends, please support me. ଏମିତି ଗୋଟେ ମହତ ବାକ୍ୟ ଯେ ଯେଉଁ ଡାଳ ଧରୁଛି ସେ ଡାଳ ଲାଗି ଯାଉଛି। କିଏ କେତେ ଟଙ୍କା ରୋଜଗାର କରୁଛନ୍ତି, କିନ୍ତୁ ଏମିତି ଦୁର୍ଭାଗ୍ୟ। ଯାତ୍ରା ଜଗତରେ 1 ନମ୍ବର ନାଟକକାର ହେଲି। ଈଶ୍ୱର ଯାହାକୁ ଚାହୁଁନାହାନ୍ତି ମଣିଷ କ'ଣ କରିବ? ପ୍ରତି ମୁହୂର୍ତ୍ତରେ ସଂଘର୍ଷ, ପ୍ରତି ମୁହୂର୍ତ୍ତରେ ଯୁଦ୍ଧ। ଛୋଟିଆ ଟ୍ୟାଲେଣ୍ଟେଡ୍ ପର୍ସନ୍ ମୁଁ ନୁହଁ, କିନ୍ତୁ ବାରି ବରକୋଳି ବାରିରେ ପଡ଼ିଲା ଭଳିଆ ମୋର ଭାଗ୍ୟ। ସେପାରେଟ୍ ହେଲି, ସ୍ତ୍ରୀ ହେଲା ରୋଗିଣା। ଯାତ୍ରା ଜଗତରେ ନାଟକ କରିବାକୁ ଗଲେ 10 ଥର ଯେତେବେଳେ ଆସିବୁ ଘରକୁ, ସେମାନେ ରଖିବେ କି ପାଖରେ? ସେମାନେ କଟ୍ କରିଦେଲେ, କାଟିଦେଲେ, କହିଲେ ଇଏ ନାଟକକାର ଆମକୁ ଚଳିବେନି, ଇଏ 10 ଥର ଯିବେ, 1000 ଟଙ୍କା ପରେ ମେସ୍ ଖର୍ଚ୍ଚ ହେଉଛି। ଏମିତି ସବୁ ପ୍ରକାର ଦୁଃଖ, କଷ୍ଟ, ଯନ୍ତ୍ରଣା, ସଂଘର୍ଷ ଭିତରେ ମୁଁ ଗତି କରୁଛି। ଏପର୍ଯ୍ୟନ୍ତ ପିଲାମାନେ ପାରିନାହାନ୍ତି। ବହୁ ସଂଘର୍ଷ, ବହୁ କଷ୍ଟ, ବହୁ ଦୁଃଖ। ଈଶ୍ୱର ଯେଉଁ ଦୁଃଖ ଦେଉଛନ୍ତି, ସେ ଦୁଃଖ ମଣିଷ କ'ଣ ନେବେ? ତଥାପି ମୋର ଅନୁରୋଧ, ଆପଣମାନଙ୍କୁ ନିବେଦନ, ପ୍ଲିଜ୍ ଫଲୋ ମି, ସପୋର୍ଟ ମି। ଯାହା ଆପଣମାନେ କରିପାରିବେ, ଯାହାକୁ ଈଶ୍ୱରଙ୍କ ସଦିଚ୍ଛା ଥାଏ, ତାର ସବୁ ଗୁଡ଼ାକ ସେମିତି ଅକସ୍ମାତ ହେଇଯିବ। ପୂର୍ବ ଜନ୍ମର କର୍ମ ଫଳେ ପ୍ରାଣିତା ଭୁଞ୍ଜେ ଅବହେଳେ। ପୂର୍ବ ଜନ୍ମର ତପ ନାହିଁ, ଏ ଜନ୍ମେ ମିଳିବ ବା କାହିଁ? ତେଣୁ ଯୋଉଟାକ ଅକସ୍ମାତ ମିଳିଯାଏ। ଜଣେ କହେ ମୋର ଦୁର୍ଭାଗ୍ୟ ଯେ ମୋର କିଛି ହଉନି, ବସିଗଲା ଅମୁକ କଲା। ଦ୍ୟାଟ୍ ନଟ୍, ତା ନୁହଁ। ଏଭ୍ରିଥିଙ୍ଗ ଡିପେଣ୍ଡ ଅପନ୍ ଗଡ୍। ଈଶ୍ୱର ଯଦି ନ ଚାହୁଁଛନ୍ତି ମଣିଷ କ'ଣ କରିବ? ମୁଁ ନାଁ କଲି, ହେଲେ ଯାତ୍ରା ଜଗତରେ ମୁଁ ତିଷ୍ଠି ପାରିଲି ନାହିଁ, ସେଇଟା ମୋର ବ୍ୟାଡ୍ ଲକ୍। ସେପାରେଟ୍ କରିକି ମୋ ଭାଇ ମୋତେ ଚାଲିଗଲେ, ମୋ ସ୍ତ୍ରୀ ହେଲା ରୋଗିଣା। ଯାହାକୁ ଭଲ କରିବାକୁ ମୁଁ ସର୍ବସ୍ୱ ହରେଇଦେଲି। ତଥାପି ଧର୍ମକୁ ଧରି ବଞ୍ଚିଛୁ। ଦେଖାଯାଉ। ଖରାପ ଲୋକ ଗୁଡ଼ାକ ବଢ଼ି ଯାଉଛନ୍ତି, ହେଲେ ସତରେ ରହୁଥିବା ଲୋକ ଗୁଡ଼ାକ, ଧର୍ମରେ ଥିବା ଲୋକ ଗୁଡ଼ାକ, ଈଶ୍ୱର ହେଉଥିବା ଲୋକ ଗୁଡ଼ାକ ସବୁବେଳେ କଷ୍ଟ ଭୋଗୁଛନ୍ତି। ସବୁବେଳେ ସେମାନଙ୍କର ସଂଘର୍ଷ, ଯନ୍ତ୍ରଣାମୟ ଜୀବନ, କଷ୍ଟ, ଯନ୍ତ୍ରଣା,
आर्थिक अभाव चालू सेमती चली तथापि ईश्वर को छाड़ी हम नहीं कहीं ईश्वर को भल पाऊ ईश्वर व्यतीत किए अच्छे आम बहु कष्ट आफ्टर बिफोर मैरिज so many obstacles, so many struggle in my life. After marriage, that is continue. ଆଉ ଚାଲି ସେମିତି ଏ ଶୀତ ସକାଳ ହାର୍ଦ୍ଦିକ ଅଭିନନ୍ଦନ ଆପଣମାନଙ୍କୁ ଆପଣମାନେ ଭଲରେ ରୁହନ୍ତୁ ଆପଣମାନଙ୍କର ସ୍ୱାସ୍ଥ୍ୟ ଭଲ ରହୁ ଉପରବାଲା ଶ୍ରୀ ଶ୍ରୀ ଠାକୁର ଶ୍ରୀ ଶ୍ରୀ ଜଗନ୍ନାଥ ଆପଣମାନଙ୍କୁ ଭଲରେ ରଖନ୍ତୁ ଆପଣମାନଙ୍କର ସ୍ୱାସ୍ଥ୍ୟ ଭଲ ରହୁ ଆପଣମାନଙ୍କର ପରିବାର ଭଲରେ ରୁହନ୍ତୁ ନମସ୍କାର ରହୁଛି जय जगन्नाथ बंदे पुरुषोत्तम देवाय।